ଆରେ ତୁ ଶୁଣିଲୁ ନା ନାହିଁ? କ'ଣ ହେଲା? ତୁ ତ ଆମକୁ କହୁଥିଲୁ ନା ଭଲ ଲୋକ ବୋଲି। ଛି 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 ଛି, ତାଙ୍କ ଭିତରେ ଯଦି ଶୁଣିବୁ, ସତରେ ଯଦି ତାଙ୍କ ବିଷୟରେ ଶୁଣିବୁ, ଛେପ ପକେଇବୁ ବୋଲି ପାଟି କୁଳି କରିବୁ ଯାଇକି। ପ୍ରଥମେ ଏମିତି କହିବେ, ଧାର ନେବାର ନୂଆ କୌଶଳ ଶୁଣନ୍ତୁ। ଆପଣଙ୍କ ଶତ୍ରୁ ବିରୁଦ୍ଧରେ କହିବେ, 2 ଗୁଣା କହିବେ, 10 ଗୁଣା କହିବେ। ଆପଣ ଟିକେ ବସିବେ ଚୁପଚାପ। ଆରେ ମୁଁ ଜାଣିନଥିଲି। ଇମୋସନାଲ୍ କରିଦେବେ ଆଗ ଶତ୍ରୁ ବିରୁଦ୍ଧରେ କହିକି। ତାପରେ କହିବେ ଆଉ କ'ଣ ଜାଣିଛୁ? ହଠାତ୍ ଟିକେ ରହିଯିବେ, କହିବେ ଆରେ ଶୁଣ କହିବି, ସବୁ କହିବି। କିଛି କହିନି ରେ, କହିନି କିଛି, ଏପର୍ଯ୍ୟନ୍ତ ମୁଁ ଆରମ୍ଭ କରିନି। ଟିକେ ରହିଯିବେ, ଘରେ ତ ଏମିତି ସମସ୍ୟା, ମୋତେ 500 ଟଙ୍କା ଦେଇଥା, କାଲି ଦେଇଦେବି। ସବୁ କଥାକୁ ଇମ୍ପୋର୍ଟାନ୍ସ ଦେଇକି ଏଇଟା ଟିକେ ଲାଇଟଲି କହିବେ। ଆପଣ ଏତେ ମଜି ଯାଇଥିବେ ଯେ ସାଙ୍ଗେ ସାଙ୍ଗେ କହିବେ ନେ କହ ବର୍ତ୍ତମାନ, ନେ କହ ବର୍ତ୍ତମାନ। ଶୁଣିବାକୁ ଆଗ କର, ସେ ତ ମିଛ ପୁରା ରେଡ଼ି କରିକି ରଖିଥିବ। ଏତେ ମିଛ କହିବ, ଆପଣ ଯେତିକି ଘୃଣା କରୁଥିବେ ତାର 100 ଗୁଣା ଘୃଣା କରିବେ। କିନ୍ତୁ ପ୍ରକୃତରେ ସେ ଲୋକଟା ଘୃଣ୍ୟ ହେଇନଥିବ। ତାଠୁ ଶୁଣିକି ଆପଣ ଘୃଣା କରିବେ। ଆପଣ ଟିକେ ଘୃଣା କରନ୍ତି ବୋଲି ଆପଣଙ୍କୁ ଅଧିକ ଘୃଣା କରିବାକୁ ବାହାନା କରି ଧାର ନେଇଯିବେ। ସେ ଟଙ୍କା ଆଉ ଫେରି ପାଇବେନି। କିନ୍ତୁ ଅନେକ ଥର ହେଇଥିବ ଆଉ ହେବ ମଧ୍ୟ।